ଏଇଆକୁ କହନ୍ତି ମୁଣ୍ଡ ଝାଳ ତୁଣ୍ଡରେ ମାର ତୁଣ୍ଡରେ ବାଜିବ। ଦେଖ ଏଇ ହେଉଛି ଝାଳ ବାଦନ, ଏଇଆକୁ କହନ୍ତି। କିନ୍ତୁ ପୁରା ପାଣି ହେଇଯାଉଛି। ଜୟ ଜଗନ୍ନାଥ। ବର୍ତ୍ତମାନ ସମୟ ସକାଳ 6ଟା ବାଜୁଛି। ସିପିବିସି ବାଥରୁମ୍ ୱାରିଂ ହେଉଛି। ମୁଁ ଜଲ୍ଦି କାହିଁକି ଉଠୁଛି ନା ଜାଣିପାରୁଥିବେ କାମଟା ବହୁତ ଲେଟ୍ ହେଉଛି। ଆଉ ସେ ଯେଉଁ ପିଲାଟା ଯିଏ ଆସୁଛି ଆମର ମିସ୍ତ୍ରୀ ଯିଏ, ତା ଗୋଡ଼ଟା ଟିକେ ଖରାପ ଅଛି। ମୁଁ ତାକୁ ପ୍ରେସର ଦେଇ କିଛି କହିପାରୁନି, ଆଉ କାମଟା ବି ଟିକେ ମାଡ଼ୁନି। ସେଥିପାଇଁ ମୁଁ ଭିତର କାମ ଗୁଡ଼ା ସାରିଦେଉଛି, ଆଉ ସେ ଆସିଲେ ଟାଙ୍କି କାମଟା ହେବ। ପ୍ରଥମେ ମୁଁ ଆଗେ ଝିରି ସବୁ କାଟି ଦେଉଛି। ସିମେଣ୍ଟ ଇଟା କାନ୍ଥ ଧୂଳି ଉଡ଼ିବ ବୋଲି ମୁଁ କଟନ୍ ମେସିନ୍ ମାରିନି, ସେଥିପାଇଁ ମୁଁ ହାତରେ ଖୋଳି ଦେଉଛି। ଏଇଆକୁ କହନ୍ତି ମୁଣ୍ଡ ଝାଳ ତୁଣ୍ଡରେ ମାର ତୁଣ୍ଡରେ ବାଜିବ। ଦେଖ ଏଇ ହେଉଛି ଝାଳ ବାଦନ, ଏଇଆକୁ କହନ୍ତି। କିନ୍ତୁ ପୁରା ପାଣି ହେଇଯାଉଛି। ବର୍ତ୍ତମାନ ମୁଁ ଏବେ ଝିରି ସବୁ କାଟି ଦେଇଛି। ମୋର 2ଟା ବାଥରୁମ୍ ଅଛି। ଏଇଟା ଟିକେ ବଡ଼ ବାଥରୁମ୍ ଅଛି। ଏଥିରେ ଗାଧୁଆ ପଏଣ୍ଟ ରହୁଛି, କନସିଲ୍ ଶାୱାର ଷ୍ଟପ୍ ରହୁଛି ଏପଟେ ଆମର କନସିଲ୍ର। ଏପଟେ ବାଥରୁମ୍ ଭିତରେ ୱାଶ୍ ବେସିନ୍ ଏଇଠି ରହିବ। ଏଇ କାନ୍ଥରେ ୱାଶ୍ ବେସିନ୍ ରହିବ। ଆଉ ଏଇଟା ହେଉଛି ଆମର ୱାଲ୍ ହ୍ୟାଙ୍ଗିଂ କମୋଡ୍ ଲାଗିବ, କନସିଲ୍ ଟ୍ୟାଙ୍କ ସିଷ୍ଟମ୍ ଲାଗିବ। ବର୍ତ୍ତମାନ ପାଇଁ ଚାଲନ୍ତୁ ଏଇଟା ୱାରିଂ କରିବା। ସେପଟେ ଗୋଟେ ବାଥରୁମ୍ ଅଛି। ଏଠି ଗୋଟେ ୱାଶ୍ ବେସିନ୍ ଅଛି ବାହାରେ। ଏଇଟା ଛୋଟଟା ଟିକେ ଅଛି। ଏଇ ଯେଉଁ ଏଇପଟେ ଯେଉଁ ଫୁଟା ହେଇଛି ଏଠି ଗୋଟେ ଖାଲି ଗାଧୁଆ ପଏଣ୍ଟ ଗୋଟେ ରହିବ, କଳ ପଏଣ୍ଟ ଖାଲି ଗୋଟେ କଳ ପଏଣ୍ଟ ରହିବ। ଆଉ ଏଠି ବି ସେଇ ଗୋଟେ ଟାଇପ୍ର କନସିଲ୍ ଲଗେଇବା ପାଇଁ ଝିରି କାଟି ଦେଇଛି। ଏଠି ୱାଲ୍ ହ୍ୟାଙ୍ଗିଂ କମୋଡ୍ ରହିବ। ଚାଲନ୍ତୁ ବର୍ତ୍ତମାନ କାମ ଷ୍ଟାର୍ଟ କରିବା। ବର୍ତ୍ତମାନ ମୁଁ ଏବେ ଅଧା ୱାରିଂ କରିସାରିଲିଣି। ଫୁଲ୍ ଭିଡ଼ିଓ ଦେଖାଇ ପାରିଲିନି କାହିଁକିନା ମୁଁ ଏକଲା କାମ କରୁଛି, କ୍ୟାମେରା ଧରିବାକୁ ଅସୁବିଧା ହେବ। ତ ମୁଁ ୱାରିଂ କରିସାରି ଦେଖାଇବି। ଏ ହେଲା ୱାଶ୍ ବେସିନ୍ ଲାଇନ୍। ଏଇଟା ସେପଟକୁ ଯାଇଛି ଗାଧୁଆ ପଏଣ୍ଟ। ଏଇଟା ହେଉଛି କନସିଲ୍ ଟ୍ୟାଙ୍କ ଯେଉଁ ସିଷ୍ଟମ୍ ଲାଗିବ ଏଇଠି, ତା ପାଇଁ ଏଇଟା କନେକ୍ସନ୍ ଯିବ। ଏଇଠି ଗୋଟେ ଷ୍ଟପ୍ ଦିଆହେଇଛି, ଯଦି କେତେବେଳେ ଖରାପ ହେଲା ଏଇଠୁ ଆମେ ବନ୍ଦ କରିବା। ଏଇଟା ହେଲା ହେଲ୍ପ ସେଟ୍, 2-in-1 ପାଇଁ। ଏଇଟା ହେଲା ଗାଧୁଆ ପଏଣ୍ଟ, କନସିଲ୍ ଲାଗିଛି ଷ୍ଟପ୍। ଏଇଟା ଶାୱାର ପଏଣ୍ଟ। ଏଇଟା ହେଉଛି ୱାଶ୍ ବେସିନ୍ ଲାଇନ୍। ଏଇପଟ କାନ୍ଥରେ ଲାଗିବ, ଜାଗା ହେବନି, ଗଲାବେଳେ ବାଟରେ ବାଜିବ। ଏଠି ସେମିତି ଦିଆହେଇଛି କନସିଲ୍ ଟ୍ୟାଙ୍କ ପାଇଁ ଟ୍ୟାପ୍ ପଏଣ୍ଟ, ଲାଟିନ୍ କନସିଲ୍ ପଏଣ୍ଟ। ଏଠି ଗୋଟେ ଗାଧୁଆ ପଏଣ୍ଟ। ମୋ କାମ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ଯଦି ଭିଡ଼ିଓ ଭଲ ଲାଗିଲା ଲାଇକ୍ କରିବେ। ତ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଦିନରେ ଫୁଲ୍ ଭିଡ଼ିଓ ଦେଖିବାକୁ ମୁଁ ଚେଷ୍ଟା କରିବି।